ओम शांति। आध्यात्म प्रेमी भाई और भौणी मैंने आपण मानकु एक नुआ टॉपिक मनसा सेवा केमती करा जाए ता आपण मानकु सुनाइबा पई जाउची। आपण ने सुनी आश्चर्य हे जे मनसा सेवा याद जो सेवा आमे जुगजुक्त हो जो सेवाटा करूँ ताको मनसा सेवा कह जाए। तेणु आपण जदि निजक मनसा सेवा करने चाहती प्रथमे मन को कंट्रोल करने हम मन प्रति मिनिट 20-25 फ्रिक्वेंसी माने 25 थर गोटे मिनिट संकल्प करे जदि मनसा सेवा करने चाहे आपने ताकू कमे भी 8 ରୁ 2 भितर पर मिनिट तेबे मनसा सेवा हो पारे। मनसा सेवा भितर आपने जिते पारे आप अनुभव करें जिते कम आमर थट्स हम सेते आमर प्रकृति बा आमे सेते भल मनसा सेवा करिपारि। मनसा सेवा करने आपने जानते जे आमे समस्त को मनसा सेवा द्वारा जिते दूर थे मनसा सेवा कर कौन सी अवस्था मनसा सेवा कर मनसा सेवा करने पूर्व आमे दुईटी जिनस गोटे है रूहानियत बा आत्मिक स्थिति आ गोटे है पवित्रता ये दुईटा को चेक करार कथा। आमे जदि चेक करें ये दुईटा तेबे आमे अनुभव कर मनसा सेवा आमे कर रूहानियत अर्थात आत्मिक स्थिति द्वारा आत्मिक स्थिति आम चक्षु द्वारा कर चक्षुरे जदि आम आम चक्षु माने शुद्ध चक्षु पवित्र चक्षु जदि तेबे आम भल चिंता कर भल भाव पारे कारण आखि ही एमती गोटे जिनस आमको भल जिनस देखापी साहय करे खराब जिनस देखापी साहय करे। जदि आम भल देखापी चेष्टा कर फल आम आखि द्वारा शक्ति अन्य को दे पारि एवं आम अनुभव कर आम जो स्मित हास्य हस्य अन्य को सुखी कर खुशी कर तेणु रूहानियत स्थिति बा आत्मिक स्थिति भल भाव हेले आमे कर जे आम एक आत्मिक स्थिति द्वारा आमर श्रेष्ठ स्थिति को बढ़ाई पार आम फरिश्ता भाया हो पार। फरिश्ता हेले आम ताकू आमर चाली चलन फरिश्ता भाया हम चलन फरिश्ता भाया हम। तेणु सब दृष्टि को आगे रखी आपण मैंने मनसा सेवा करें। मनसा सेवा निहाती पवित्रता दरकार। पवित्रता ही ब्राह्मण जीवन श्रृंगार ब्राह्मण पवित्रता ही ब्राह्मण जीवन मर्यादा पवित्रता ही ब्राह्मण जीवन श्वास। तेणु पवित्रता जदि ठीक न रहे तेबे आपण मैंने ये सेवा करें। तेणु पवित्रता उपरे बहुत जोर दिया जाए। पवित्रता ही आमर कहते ना पवित्र पवित्र बुरिका ब्रह्मचारी एवं ब्रह्मचारी आम जदि ब्रह्मचारी नहबा 100% ब्रह्मचारी नहबा तेबे आम के भल काम करें। तेणु आम से कह जाए जे आम जिते ब्रह्मचारी
ପାଳନ କରିବା ଆମେ ମଧ୍ୟ ବହୁତ ଭଲ କାମ କରିପାରିବା। ବ୍ରହ୍ମଚାରୀ ଅର୍ଥାତ୍ ବ୍ରହ୍ମା ବାବାଙ୍କର ଆଚରଣ। ତେଣୁ ରୁହାନିୟତ ଆସିବ, ଆତ୍ମିକ ସ୍ଥିତି ଆସିବ ଯଦି ଆମେ ବ୍ରହ୍ମା ବାବାର ଆଚରଣ କରୁ। ବ୍ରହ୍ମା ବାବା ସମାନ ହବୁ। ଯେମିତି ବାପା ଗୋଟିଏ ଘରେ ବାପା ଯେମିତି ପୁଅ ସେମିତି ଦେଖାଯାଏ। ଯଦି ଆମେ ରୁହାନିୟତ ଆମ ଭିତରେ ରହିବ, ଆମେ ବ୍ରହ୍ମା ବାବାଙ୍କ ଭଳିଆ ମଧ୍ୟ ଶ୍ରେଷ୍ଠ ହୋଇପାରିବ। ତେଣୁ କହିବାର ଉଦ୍ଦେଶ୍ୟ ଏହି ଯେ ଆପଣମାନେ ବ୍ରହ୍ମଚାରୀ ହେବେ, ବ୍ରହ୍ମଚାରୀ ବି ହେବେ। ବ୍ରହ୍ମା ବାବାଙ୍କୁ ଫଲୋ କରିବେ। 100% ଆପଣ ହେବା ପାଇଁ ଚେଷ୍ଟା କରିବେ। 100% ନହେଲେ ବି ଆପଣ 80-90% ମଧ୍ୟ ଆପଣ ଚେଷ୍ଟା କରିବେ। ଏଇଭଳି ସ୍ଥିତି ହେଲେ ଆପଣମାନେ କ'ଣ କରିବେ ନା ବ୍ରହ୍ମଚାରୀ ହେଇପାରିବେ। ବ୍ରହ୍ମ ବାବାଙ୍କୁ ଫଲୋ କରି ଏଭଳି ସ୍ଥିତି ଆସିପାରିବ। ତେଣୁ ଆପଣମାନେ ଅନୁଭବ କରନ୍ତେ ଯେ ବ୍ରହ୍ମା ବାବା ଯେମିତି ଏ କାମ କରିଗଲେ, ତେଣୁ ଆପଣମାନେ କରିପାରିବେ। ମନୁଷ୍ୟ ସେବା କରିବା ପାଇଁ ବା ଆମେ ରୁହାନିୟତ ସ୍ଥିତିରେ ରହି ମନ ବଚନ କର୍ମରେ ଯଦି ଆମେ ସେବା କରିବା, ମନରେ କ'ଣ କରିବା, ଅନ୍ୟକୁ ସୁଖ ଦେବା, ଶାନ୍ତି ଦେବା ମନ ଦ୍ୱାରା ଦେଇପାରେ। ଏଇ ମନ ଦ୍ୱାରା ସେବାକୁ ମନୁଷ୍ୟ ସେବା କୁହାଯାଏ। ଏବଂ ମନୁଷ୍ୟ ସେବାର ମହତ୍ଵ ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣମାନେ ଅନୁଭବ କରିପାରିବେ ମନୁଷ୍ୟ ସେବା ଦ୍ୱାରା ଆମେ ଯେକୌଣସି କାମ ଘରେ ବସିକି କରିପାରିବା ଏବଂ ଅନ୍ୟମାନଙ୍କ ଥ୍ରୁରେ ଆମେ କରିପାରିବା। ତେଣୁ ମନୁଷ୍ୟ ସେବା କରିବା ପାଇଁ ଆପଣମାନେ ଏ ସ୍ଥିତିକୁ ଆଣନ୍ତୁ। ବାଣୀ ଦ୍ୱାରା ଆପଣ କ'ଣ କରିବେ, ବାଣୀ ଦ୍ୱାରା ଆପଣ ନିଜର ସ୍ଥିତିକୁ ଶକ୍ତିଶାଳୀ କରିପାରିବେ। ଅନ୍ୟର ଜଣେ ଏକ୍ଜାମ୍ପଲ୍ ହେଇପାରିବେ। ଅନ୍ୟକୁ ମଧ୍ୟ ବରଦାନ ଦେଇପାରିବେ। ତେଣୁ ବାଣୀ ଦ୍ୱାରା ବି କରିପାରିବେ ଏବଂ କର୍ମ ଦ୍ୱାରା ମଧ୍ୟ କର୍ମଯୋଗୀ ହେଇପାରିବେ। ସହଜ ରାଜଯୋଗୀ ମଧ୍ୟ ହେଇପାରିବେ। ସହଜ ରାଜଯୋଗୀ କର୍ମଯୋଗୀ ମଧ୍ୟ ହେଇପାରିବେ। ତେଣୁ ଆପଣମାନଙ୍କୁ ଏହା ବିସ୍ତୃତ ଭାବରେ ବୁଝାଯାଉଛି ଯେ ଆପଣମାନେ ଚାହିଁଲେ ମଧ୍ୟ ନିଜେ ଏଭଳି ସ୍ଥିତିକୁ ଗଢ଼ିପାରିବେ। ଏଭଳି ସ୍ଥିତି ଗଢ଼ିଲେ ଆପଣମାନେ କ'ଣ କରିବେ, ମନୁଷ୍ୟ ସେବା କରିବା ବହୁତ ସହଜ, କିନ୍ତୁ ବୁଦ୍ଧିରେ କୌଣସି ବ୍ୟର୍ଥ ଚିନ୍ତନ, ବ୍ୟର୍ଥ ଭାବନା ଏସବୁ ରହିବନି। ବ୍ୟର୍ଥ ଭାବନା ରହିଲେ ତାହା ମଧ୍ୟ ଖରାପ ଅଟେ। ଏଇ ବ୍ୟର୍ଥ ଭାବନାକୁ ଆପଣ ଏଡ଼ାଇ ଦେବେ। ମନୁଷ୍ୟ ସେବା କରିବା ପାଇଁ ଆପଣମାନେ ଯେଉଁଠି ବି ଚାହିଁପାରିବେ, ଯେକୌଣସି ସେଣ୍ଟରକୁ କରିପାରିବେ ବା କୌଣସି ବାତାବରଣ ବାୟୁମଣ୍ଡଳ ତା ଭିତରେ ମଧ୍ୟ କରିପାରିବେ ଏବଂ ଆପଣମାନେ ଅନୁଭବ କରିପାରିବେ କେବଳ ମନୁଷ୍ୟ ସେବା ଏହି ଉପାୟରେ ହେଇପାରିବ ଯଦି ଆପଣଙ୍କର ସ୍ଥିତି ବହୁତ ଭଲ ଥିବ। ସ୍ଥିତି ଭଲ ନଥିଲେ ମନୁଷ୍ୟ ସେବା ହେଇପାରିବନି। ସ୍ଥିତି ଭଲ ରହିଲେ ମନୁଷ୍ୟ ସେବା କରିପାରିବେ। ଆପଣ ଯେକୌଣସି ଅବସ୍ଥାରେ ମଧ୍ୟ ମନୁଷ୍ୟ ସେବା କରିପାରିବେ। ଆପଣ ଯେକୌଣସି ବାତାବରଣ କରିପାରିବେ, ଯେକୌଣସି ସ୍ଥିତିରେ କରିପାରିବେ, ଯେକୌଣସି ଅବସ୍ଥାରେ କରିପାରିବେ। ଯେତେ ଦୂରରେ ମଧ୍ୟ ଲୋକକୁ ମଧ୍ୟ ଆପଣ ସକାଶ ଦେଇପାରିବେ, ସାହାରା ଦେଇପାରିବେ। ତେଣୁ ଏ ମନୁଷ୍ୟ ସେବା ଗୋଟେ ବଡ଼ ସେବା। ଆପଣମାନଙ୍କୁ ଏ ବିଷୟରେ କୁହାଯାଉଛି ଯେ ମନୁଷ୍ୟ ସେବା ଦ୍ୱାରା ଆପଣ ବ୍ରହ୍ମା ବାପ ସମାନ ହେଇପାରିବେ। ବ୍ରହ୍ମା ବାପ ଯେମିତି ଏକବ୍ରତା ଥିଲା, ରୁହାନିୟତ ଏବଂ
ପବିତ୍ର ଦ୍ୱାରା ଆପଣମାନେ ଏକବ୍ରତା ହେଇପାରିବେ। ବ୍ରହ୍ମାଙ୍କ ଭଳି ଏକାଗ୍ରତା ଆପଣଙ୍କର ହେଇପାରିବ, ଏକ ମତ ହେଇପାରିବ। ଆପଣମାନେ ଯଦି ନିଜକୁ ସେହି ଅବସ୍ଥାରେ ରଖିବେ ତେବେ ଆପଣଙ୍କ ସ୍ଥିତି ମଧ୍ୟ ବହୁତ ଭଲ ହେଇପାରିବ। ଆପଣମାନେ এই ସ୍ଥିତି ଦ୍ୱାରା ମାନେ ମନସା ସେବା କରିବା ସ୍ଥିତି ଦ୍ୱାରା ଯଦି କାହାକୁ ଆପଣ ସାକ୍ଷାତକାର ବି କରିପାରିବେ। ମନସା ଫରିସ୍ତା ଭଳିଆ ଆପଣ କେଉଁଠି ଅନ୍ତର୍ବାହକୁ ଶରୀରରେ ମଧ୍ୟ ସେବା କରିପାରିବେ। ମନସା ସେବା ବହୁତ ବଡ଼ ସ୍ଥିତି। ଏହି ସ୍ଥିତିକୁ ଆପଣମାନେ ଯଦି ଚାହିଁବେ ତେବେ ଆପଣ କରିପାରିବେ। ମନସା ସେବା କରିବା ପାଇଁ ଆପଣମାନେ ଦେଖିବା ଯେ ମୋ ପାଖରେ କୌଣସି ବ୍ୟର୍ଥତା ନାହିଁ ବା କୌଣସି ବ୍ୟର୍ଥ ଜିନିଷରେ ମୋ ବୁଦ୍ଧିରେ ଆସୁନି। ଏକ ବାବା ଦୁସରା ନୋଟି, ଏଭଳି ସ୍ଥିତି ଯଦି ରହିବ ଆପଣ ଅନୁଭବ କରିବା ଯେ ଆମର ସ୍ଥିତି ବହୁତ ଭଲ ହେଉଛି ଏବଂ ଆପଣମାନେ ଏ ବିଷୟରେ ଯଦି କରିବେ ଆଗକୁ ଆଗେଇ ପାରିବେ ଏବଂ ସମସ୍ତଙ୍କୁ ସୁଖ ଶାନ୍ତିର ବରଦାନ ଦେଇପାରିବେ। ମନସା ସେବା ଏବଂ ବାଣୀ ସେବା এই ଦୁଇଟା ଯଦି ବାଲାନ୍ସ ରଖିବେ ଆପଣ ଉଭୟ ଆଡ଼ୁ ଲାଭ ପାଇବେ। ଆପଣଙ୍କ ବଚତର ଖାତା ବହୁତ ବଢ଼ିଯିବ। କାରଣ କାହାକୁ ଆପଣ ଯଦି ସେବା କଲେ, ମନସା ସେବା କଲେ, ସ୍ୱର ତ ବରଦାନ ମିଳିଲା ବା ସ୍ୱର କିଛି ଆପଣ ଦୁହାଇ ବାବାଙ୍କ ଠାରୁ ମିଳିବ। ତାପରେ ଅନ୍ୟମାନଙ୍କୁ ମଧ୍ୟ ଆପଣ ଦୁହାଇ ଦେବେ। ଦୁହାଇ ଦେବା ଦ୍ୱାରା ସେମାନେ ମଧ୍ୟ ଆଶୀର୍ବାଦର ପାତ୍ର ହେବେ। ଏହାଦ୍ୱାରା ଆମର ଜମା ଖାତା ବଢ଼ିବ ଏବଂ ଜମା ଖାତା ବଢ଼ିଲେ ଆପଣ ଦେଖିବେ ଯେ ଇଏ ବହୁତ ଭଲ ସେବା। ଆଉ ଗୋଟେ କଥାକୁ କହୁଛି ଆପଣମାନଙ୍କୁ ମନେ ରଖିଥିବେ, এই ଜମା ଖାତା କରିବା ପାଇଁ ଆପଣ ମନସା ସେବା ଦ୍ୱାରା କରିପାରିବେ। କୌଣସି ରାଜି ହେଉଥିବା ଲୋକ ମଧ୍ୟ ଆପଣ ରାଜି କରିପାରିବେ। ଆପଣ ସିଏ 100ଟା ମଧ୍ୟ ରାଜି ହେଉ କିନ୍ତୁ ଆପଣମାନେ ତା ପ୍ରତି କେବେ ଅରାଜି ହେବେନି। ଆପଣ ତା ପ୍ରତି ଶୁଭ ଭାବନା ରଖିବେ, ଶୁଭ କାମନା ରଖିବେ ଏବଂ ମନସା ସେବା ହେଉଛି ଶୁଭ ଭାବନା, ଶୁଭ କାମନା ଏବଂ ନୟନ ଦ୍ୱାରା ସେବା କରିବା ଶକ୍ତି ମିଳିବ। ତେଣୁ ଏହି ସ୍ଥିତିକି ବଢ଼ାଇବା ପାଇଁ ଆପଣ ମନସା ସେବା କରିବେ। ମନସା ସେବା ଦ୍ୱାରା ଆପଣ ଦିନକୁ ଦିନ ଆଗକୁ ଚାଲିବେ। ଫରିସ୍ତା ଷ୍ଟେଜ୍ ହେବ। ଫରିସ୍ତା ଯାହାର କୌଣସି ରିସ୍ତା ନଥାଏ, ଫରିସ୍ତା ଏକ ବାବାଙ୍କ ସହିତ ରିସ୍ତା ଥାଏ। ଫରିସ୍ତା ଯିଏ ଭୂମିକୁ କେବେ ଟଚ୍ କରେନି। ଫରିସ୍ତା ଦ୍ୱାରା ଆମେ ଅନ୍ତର୍ବାହକ ସ୍ଥିତିରେ ସେବା କରିପାରିବା। ତେଣୁ ଆପଣମାନେ ଫରିସ୍ତା ମଧ୍ୟ ଏହି ରୁହାନିୟତ ସ୍ଥିତିରେ ହେଇପାରିବେ। ତେଣୁ ଆପଣମାନଙ୍କୁ ଅନୁରୋଧ ଯେ ଜମାର ଖାତା ଧୂଆଁ ସବୁବେଳେ ଚିନ୍ତା କର ଏବେ ମୁଁ ଧୂଆଁ ଦେବି ଏବଂ ଧୂଆଁ ଦେବି। ଧୂଆଁ ଆପଣଙ୍କୁ ସମସ୍ତଙ୍କ ଠାରୁ ମିଳିବ। ଛୋଟ ବାଳକ ଠାରୁ ସମସ୍ତ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଆପଣ ଧୂଆଁ ଦେବେ, ଆଶୀର୍ବାଦ ଦେବେ। ଆପଣ ନିଜର ଲାଭ କରିବେ, ଅନ୍ୟକୁ ମଧ୍ୟ ଲାଭାନ୍ୱିତ କରିପାରିବେ। ଆପଣ କୌଣସି ପରିସ୍ଥିତିରେ ମଧ୍ୟ ନିଜ ସ୍ଥିତିକୁ ହରାନ୍ତୁ ନାହିଁ। ଆପଣ ସବୁବେଳେ ମନସା ସେବା କରିବା ପାଇଁ ଆଗେଇ ଯାଆନ୍ତୁ। ଆପଣ ମନେ ରଖନ୍ତୁ ବାବା ଏହି ସମୟରେ ଅଛନ୍ତି। ସୂକ୍ଷ୍ମତରେ ଆମ ପାଇଁ ଅପେକ୍ଷା କରି ରହିଛନ୍ତି। ଆଡ଼ଭାନ୍ସ ପାର୍ଟି ମଧ୍ୟ ଆମ ପାଇଁ ଅପେକ୍ଷା କରୁଛନ୍ତି। ଆପଣମାନେ ଯଦି ଚାହିଁବେ ତେବେ ବାପ ସମାନ ହେବା ପାଇଁ এই ଯେଉଁ କୁହାଯାଉଛି ବାପ ସମାନ ହେବା ପାଇଁ ଆପଣ କରିପାରିବେ। ତେବେ ଆପଣ ବହୁତ ଗୁରୁତ୍ୱପୂର୍ଣ୍ଣ
ବାବାଙ୍କ ସମାନ ହେବା ଇଏ କୌଣସି ଛୋଟ କଥା ନୁହେଁ। ଆପଣମାନେ ଏହାକୁ ମଧ୍ୟ କରିପାରିବେ ଏବଂ ଆପଣଙ୍କ ଜୀବନରେ ମଧ୍ୟ ନିଜେ ଏହାକୁ କରିପାରିବେ। ବ୍ରହ୍ମା ବାବା ମଧ୍ୟ କରିଥିଲେ, ଆପଣ ମଧ୍ୟ କରିପାରିବେ। ଆପଣ ବ୍ରହ୍ମା ବାବା ଫରିସ୍ତା ହେଇଥିଲେ, ଆପଣ ମଧ୍ୟ ଫରିସ୍ତା ହେଇପାରିବେ। କିନ୍ତୁ ମନ ଆମର ସ୍ୱଚ୍ଛ ରହିବା ଦରକାର, ଶୁଦ୍ଧ ରହିବା ଦରକାର, ପବିତ୍ର ରହିବା ଦରକାର। ଯେକୌଣସି ପରିସ୍ଥିତିରେ ସେଣ୍ଟର ହଉ ବା କୌଣସି ସେବାଧାରୀ ଆପଣ କୁହନ୍ତୁ ବା କୌଣସି ବାତାବରଣ ହଉ, ଆପଣ ମନୁଷ୍ୟ ସେବା କରିପାରିବେ। ମନୁଷ୍ୟ ସେବା ଦ୍ୱାରା ଆପଣ ନିଶ୍ଚିତ ଭାବେ ମନୁଷ୍ୟ ସେବା କରିପାରିବେ। କୌଣସି ପ୍ରକାର ବ୍ୟତିବ୍ୟସ୍ତ ହେବେନି, କାରଣ ବ୍ରାହ୍ମଣ ଜୀବନରେ ସବୁଠାରୁ ହେଲା ମନୁଷ୍ୟ ସେବା। ମନୁଷ୍ୟ ସେବା କରିବା ପାଇଁ ଆପଣ ବାବାଙ୍କ କଥାକୁ ମାନି ଚଳିବେ। ଆପଣମାନେ ଦେଖିବେ କୌଣସି ପରିସ୍ଥିତିରେ ମଧ୍ୟ ଆପଣମାନେ ହତୋତ୍ସାହ ହେବେନି, ସବୁବେଳେ ବାବାଙ୍କୁ ସାଥି ରଖିଥିବେ। ବାବା ହିଁ ଆମର ସାଥି। ବ୍ରହ୍ମା ବାବାଙ୍କୁ ସାଥିରେ ରଖିଲେ ଆପଣ ମାନେ ଲାଭାନ୍ୱିତ ହେବେ। ଆଉ ଆପଣ ଦେଖିବେ ବହୁତ ଆପଣଙ୍କର ଜମା ଖାତା ବଢ଼ିବ। ଆପଣ ମନସା ସେବା ଆପଣ ସାରା ବିଶ୍ୱରେ କରିପାରିବେ ଏଇ ଗୋଟିଏ ସ୍ଥାନରେ ବସି, କାରଣ ଇଏ ସବୁଠାରୁ ଭଲ ଉପାୟ। ବିନା ବାବା ତ ଚାହାନ୍ତି ନାହିଁ ଆମେ ସବୁ ମେହନତ କରୁ। ବିନା ମେହନତରେ ମଧ୍ୟ ଆମେ ଅନ୍ୟକୁ ବାବାଙ୍କ ପରିଚୟ ଦେବୁ, ବାବାଙ୍କ ସାକ୍ଷାତକାର କରିପାରିବୁ। ଆପଣଙ୍କୁ ମଧ୍ୟ ସାକ୍ଷାତକାର ମଧ୍ୟ କରିପାରିବେ। ଆପଣ ଦେଖିବେ ମନସା ସେବା ଦ୍ୱାରା ବହୁତ ଲୋକ ଆମଦାନୀ ହୁଅନ୍ତି। ସେମାନେ କହନ୍ତି ମଧ୍ୟ ଯେ ଆମେ ବ୍ରହ୍ମା ବାବାଙ୍କୁ ଅନୁଭବ କଲୁ, ତାଙ୍କ ସମାନ ଆମେ ଅନୁଭବ କରିପାରୁଛୁ, ସମାନ ହେଇଯାଇଛୁ। ତେଣୁ ମୋର ନିବେଦନ ହେଇକି ଆପଣମାନେ ଏଇ ମନସା ସେବା ଦ୍ୱାରା ଯେତେ ଜଟିଳ ପରିସ୍ଥିତି ହେଇଥାଏ ନା କାହିଁକି, ଯେକୌଣସି ପରିସ୍ଥିତି ହୋଇନା କାହିଁକି, ଆପଣ ମନସା ସେବା କରିପାରିବେ। ଆପଣ ବୁଦ୍ଧିରେ ରଖିବେ ବାବା ଆମ ସହିତ ଅଛନ୍ତି। ବାବାଙ୍କ ପାଇଁ ଆମେ ଆମର ବୃତ୍ତିରେ ମଧ୍ୟ ପରିବର୍ତ୍ତନ କରିପାରିବେ। ବାବାଙ୍କୁ ସାଥିରେ ରଖିଲେ ଆମର ବୃତ୍ତି ମଧ୍ୟ ପରିବର୍ତ୍ତନ, ବୃତ୍ତି ବଦଳିଲେ ସୃଷ୍ଟି ବଦଳିଯିବ। ତେଣୁ ଆପଣମାନଙ୍କୁ ଏହି କହିବାର ଉଦ୍ଦେଶ୍ୟ, ଆପଣ ଏଭଳି ଶୁଭ ବିଚାର ନେଇ, ଶୁଭ ଭାବନା ନେଇ ଆପଣମାନେ ମନସା ସେବା କରନ୍ତୁ। ନିଶ୍ଚିତ ଆପଣମାନେ ସଫଳତା ପ୍ରାପ୍ତ କରିବେ। ସଫଳତା ଆମର ଜନ୍ମଗତ ଅଧିକାର ଏବଂ ଦୃଢ଼ତାର ସହିତ କୌଣସି କାମ କଲେ ଆପଣ ନିଶ୍ଚୟ ସଫଳତାକୁ ପ୍ରାପ୍ତ କରିବେ। ଆପଣଙ୍କୁ ମନସା ସେବା ବିଷୟରେ କିଛି କହିଲେ, ଯଦି ଆପଣମାନେ ଆଉ କିଛି ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରଶ୍ନ କରିପାରିବେ ବା ଜାଣିପାରିବେ। ଆଚ୍ଛା, ଆପଣଙ୍କଠୁ ବିଦାୟ ନେଉଛି। ଓଁ ଶାନ୍ତି, ଓଁ ଶାନ୍ତି।